ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା ଜୁନ୍ ମାସର କରେଣ୍ଟ ଆଫେୟାର୍ସ। ଏଇଟା ହଉଛି ପାର୍ଟ 3 ର କରେଣ୍ଟ ଆଫେୟାର୍ସ। 200 ପ୍ଲସ୍ କରେଣ୍ଟ ଆଫେୟାର୍ସ ସିରିଜ ଚାଲିଛି। ପାର୍ଟ 3। ଆଜିର ପ୍ରଥମ ପ୍ରଶ୍ନ, ହୁ ବିକମ୍ ଦ ଫାଷ୍ଟ ଇଣ୍ଡିଆନ୍ ଓମେନ୍ ଡ୍ରାଇଭର ଟୁ ବ୍ରେକ୍ ଇନଟୁ ଦ ଟପ୍ 10 ଏଟ୍ ଦ ରୋଟାକ୍ସ ୟୁରୋ ଟ୍ରଫି 2025? ରୋଟାକ୍ସ ୟୁରୋ ଟ୍ରଫି 2025ରେ ଶ୍ରେଷ୍ଠ 10ରେ ସ୍ଥାନ ପାଇବାରେ ପ୍ରଥମ ଭାରତୀୟ ମହିଳା ଡ୍ରାଇଭର କିଏ ହୋଇଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଆତିକା ମିର୍। ପରବର୍ତ୍ତୀ ପ୍ରଶ୍ନ, ପଞ୍ଜାବ ଚିଫ ମିନିଷ୍ଟର ଭଗୱନ୍ତ ମାନ has launched which initiative to promote industrial investment? ଶିଳ୍ପ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କେଉଁ ପଦକ୍ଷେପ ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ପଞ୍ଜାବ ଇଣ୍ଡଷ୍ଟ୍ରି ରେଭୁଲେସନ। ପରବର୍ତ୍ତୀ ପ୍ରଶ୍ନ, who has joined the BRICS group as a partner country? କିଏ ବ୍ରିକ୍ସ ଗୋଷ୍ଠୀରେ ଏକ ଅଂଶୀଦାର ଦେଶ ଭାବରେ ଯୋଗ ଦେଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଆଫଗାନିସ୍ତାନ। ପରବର୍ତ୍ତୀ ପ୍ରଶ୍ନ, when is the power generation likely to start at the Gorakhpur nuclear power plant? ଗୋରଖପୁର ପରମାଣୁ ବିଦ୍ୟୁତ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ କେବେ ଆରମ୍ଭ ହେବାର ସମ୍ଭାବନା ଅଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, 2031। ପରବର୍ତ୍ତୀ ପ୍ରଶ୍ନ, PM ମୋଦି has received which country's highest honor, Grand Cross of the Order of Macarius? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ସାଇପ୍ରସ୍। ପ୍ରଧାନମନ୍ତ୍ରୀ ମୋଦି ସାଇପ୍ରସ୍ ଦେଶର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିୟସ୍ ପାଇଛନ୍ତି। ପରବର୍ତ୍ତୀ ପ୍ରଶ୍ନ, who has become the first female chief of the United Kingdom's intelligence agency MI6? ଯୁକ୍ତରାଜ୍ୟର ଗୁଇନ୍ଦା ସଂସ୍ଥା MI6 ର ପ୍ରଥମ ମହିଳା ମୁଖ୍ୟ କିଏ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ବ୍ଲାଜି ମେଟ୍ରୋଭାଲ୍ଲି। ପରବର୍ତ୍ତୀ ପ୍ରଶ୍ନ, the G7 Summit 2025 is held in which country? G7 ଶିଖର ସମ୍ମିଳନୀ 2025 କେଉଁ ଦେଶରେ ଅନୁଷ୍ଠିତ ହେଉଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, କାନାଡା। ପରବର୍ତ୍ତୀ ପ୍ରଶ୍ନ, who has been appointed by the government of India as the chairman of the committee set up to investigate the Air India plane crash in Ahmedabad? ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ତଦନ୍ତ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବରେ ଭାରତ ସରକାର କାହାକୁ ନିଯୁକ୍ତ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଗୋବିନ୍ଦ ମୋହନ। ପରବର୍ତ୍ତୀ ପ୍ରଶ୍ନ, recently ISRO has tested rocket launch in which district of Uttar Pradesh? ସମ୍ପ୍ରତି ଇସ୍ରୋ ଉତ୍ତର ପ୍ରଦେଶର କେଉଁ ଜିଲ୍ଲାରେ ରକେଟ ଲଞ୍ଚ ପରୀକ୍ଷଣ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, କୁଶିନଗର। ପରବର୍ତ୍ତୀ ପ୍ରଶ୍ନ, which state government has launched the Jal Ganga Sanvardhan Abhiyan for water conservation in 2025? କେଉଁ ରାଜ୍ୟ ସରକାର 2025 ମସିହାରେ ଜଳ ସଂରକ୍ଷଣ ପାଇଁ ଜଳ ଗଙ୍ଗା ସମ୍ବର୍ଦ୍ଧନା ଅଭିଯାନ ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ମଧ୍ୟପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, the Global Education Monitoring GEM report is published by which organization? ଗ୍ଲୋବାଲ ଏଜୁକେସନ ମନିଟରିଂ ରିପୋର୍ଟ କେଉଁ ସଂଗଠନ ଦ୍ୱାରା ପ୍ରକାଶିତ ହୁଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ୟୁନାଇଟେଡ୍ ନେସନ୍ସ ଏଜୁକେସନାଲ ସାଇଣ୍ଟିଫିକ୍ ଆଣ୍ଡ କଲଚରାଲ ଅର୍ଗାନାଇଜେସନ ବା ୟୁନେସ୍କୋ। ପରବର୍ତ୍ତୀ ପ୍ରଶ୍ନ, what is the name of the operation launched by Iran in
ରିଟେଲେସନ୍ ଏଗେନ୍ଷ୍ଟ ଇସ୍ରାଏଲ ଅପରେସନ୍ ରାଇଜିଂ ଲାୟନ୍। ଇସ୍ରାଏଲର ଅପରେସନ୍ ରାଇଜିଂ ଲାୟନର ପ୍ରତିଶୋଧ ନେବା ପାଇଁ ଇରାନ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଅପରେସନ୍ ଟ୍ରୁ ପ୍ରମିସ୍ 3। ପରବର୍ତ୍ତୀ ପ୍ରଶ୍ନ Which government department has initiated the NACSA program for urban land survey? ସହରାଞ୍ଚଳ ଭୂମି ସର୍ଭେ ପାଇଁ କେଉଁ ସରକାରୀ ବିଭାଗ ନାକ୍ସା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଡିପାର୍ଟମେଣ୍ଟ ଅଫ୍ ଲ୍ୟାଣ୍ଡ ରିସୋର୍ସେସ୍। ପରବର୍ତ୍ତୀ ପ୍ରଶ୍ନ ସିମାଞ୍ଚଲମ୍ ଟେମ୍ପଲ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ସିଂହାଞ୍ଚଳମ୍ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଆନ୍ଧ୍ରପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ଇଜ୍ ଏ ଗଭର୍ଣ୍ଣମେଣ୍ଟ ଏଜେନ୍ସି established under which ministry? ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ କେଉଁ ମନ୍ତ୍ରଣାଳୟ ଅଧୀନରେ ପ୍ରତିଷ୍ଠିତ ଏକ ସରକାରୀ ସଂସ୍ଥା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ମିନିଷ୍ଟ୍ରି ଅଫ୍ ସିଭିଲ ଏଭିଏସନ୍। ପରବର୍ତ୍ତୀ ପ୍ରଶ୍ନ ତୋତାପୁରୀ ମ୍ୟାଙ୍ଗୋଜ୍ ଆର୍ ପ୍ରାଇମେରିଲି କଲ୍ଟିଭେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ତୋତାପୁରୀ ଆମ୍ବ ମୁଖ୍ୟତଃ କେଉଁ ରାଜ୍ୟରେ ଚାଷ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଏବଂ ତାମିଲନାଡୁ ରାଜ୍ୟରେ ତୋତାପୁରୀ ଆମ୍ବ ମୁଖ୍ୟତଃ ଚାଷ କରାଯାଏ। ପରବର୍ତ୍ତୀ ପ୍ରଶ୍ନ What is the name of the India's first agentic AI system developed by? କୃତ୍ରିମ ଷ୍ଟାର୍ଟଅପ୍ ଦ୍ୱାରା ବିକଶିତ ଭାରତର ପ୍ରଥମ ଏଜେଣ୍ଟିକ୍ ଏଆଇ ସିଷ୍ଟମର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି କୃତି। ପରବର୍ତ୍ତୀ ପ୍ରଶ୍ନ ସୁରେନାସାର ମାନସର ୱାଇଲ୍ଡ ଲାଇଫ ସେଞ୍ଚୁରୀ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ସୁରେନାସାର ମାନସର ବନ୍ୟପ୍ରାଣୀ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଜାମ୍ମୁ ଆଣ୍ଡ କାଶ୍ମୀର। ପରବର୍ତ୍ତୀ ପ୍ରଶ୍ନ Who has been elected as the president of International Big Cat Alliance? ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସର ସଭାପତି ଭାବରେ କିଏ ନିର୍ବାଚିତ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଭୂପେନ୍ଦ୍ର ଯାଦବ। ପରବର୍ତ୍ତୀ ପ୍ରଶ୍ନ When is World Desert and Safety Health Day celebrated every year? ପ୍ରତିବର୍ଷ ବିଶ୍ୱ ମରୁଭୂମି ଏବଂ ସୁରକ୍ଷା ସ୍ୱାସ୍ଥ୍ୟ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 17 ଜୁନ। ପରବର୍ତ୍ତୀ ପ୍ରଶ୍ନ Who has awarded the Commander of the British Empire honor? ବ୍ରିଟିଶ ସାମ୍ରାଜ୍ୟର କମାଣ୍ଡର ସମ୍ମାନ କାହାକୁ ଦିଆଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଲିନା ନାୟାର। ପରବର୍ତ୍ତୀ ପ୍ରଶ୍ନ Who wrote the book ମୋଦି's ନୀତି ଶାସ୍ତ୍ର The World His Oyster? ମୋଦିଙ୍କ ନୀତିଶାସ୍ତ୍ର ଦି ୱାର୍ଲଡସ୍ ହିଜ୍ ଓଏଷ୍ଟର ପୁସ୍ତକ କିଏ ଲେଖିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଆଦିଶ ଅଗ୍ରୱାଲ। ପରବର୍ତ୍ତୀ ପ୍ରଶ୍ନ Where is the FIFA Cup World Cup Where is the FIFA Cup World Club 2025 being organized? 2025 ଫିଫା କପ୍ ବିଶ୍ୱ କପ୍ କେଉଁଠାରେ ଆୟୋଜିତ ହେଉଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ୟୁଏସ୍ଏ। ପରବର୍ତ୍ତୀ ପ୍ରଶ୍ନ The term bunny hop that was in the news is related to which sports? ଖବରରେ ଥିବା ବନି ହପ୍ ଶବ୍ଦଟି କେଉଁ ଖେଳ ସହିତ ଜଡ଼ିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି କ୍ରିକେଟ ସହିତ ଜଡ଼ିତ। ପରବର୍ତ୍ତୀ ପ୍ରଶ୍ନ When will the first phase of the 16th census 2027 start? ଷୋଡ଼ଶ ଜନଗଣନା 2027ର ପ୍ରଥମ ପର୍ଯ୍ୟାୟ କେବେ ଆରମ୍ଭ ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଅକ୍ଟୋବର 1, 2026 ମସିହାରୁ ଷ୍ଟାର୍ଟ ହେବ। ପରବର୍ତ୍ତୀ ପ୍ରଶ୍ନ Which team won the title of Ultimate Table Tennis 2025? କେଉଁ ଦଳ 2025 ଅଲ୍ଟିମେଟ୍ ଟେବୁଲ ଟେନିସ୍ ଟାଇଟଲ ଜିତିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ୟୁ ମୁମ୍ବା। ପରବର୍ତ୍ତୀ ପ୍ରଶ୍ନ Which has become the first state in India to connect all urban local bodies to a single portal? ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ
ଗୋଟିଏ ପୋର୍ଟାଲରେ ସଂଯୋଗ କରିବାରେ ଭାରତର ପ୍ରଥମ ରାଜ୍ୟ କିଏ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ମଧ୍ୟପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ ଅନ୍ ଦ ଟାଇଟଲ ଅଫ୍ କାନାଡିଆନ୍ ଗ୍ରାଣ୍ଡ ପ୍ରିକ୍ସ 2025? କାନାଡିଆନ୍ ଗ୍ରାଣ୍ଡ ପ୍ରିକ୍ସ 2025ର ଟାଇଟଲ କିଏ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଜୋରାଜା ରାସ୍କଲ। ପରବର୍ତ୍ତୀ ପ୍ରଶ୍ନ, ଦ ୟୁନାଇଟେଡ୍ ନେସନ୍ସ ଜେନେରା Assembly has declared which year as the International Year of Women Farmer? ଜାତିସଂଘ ସାଧାରଣ ସଭା ବା ଜେନେରାଲ ୟୁନାଇଟେଡ୍ ନେସନ୍ସ ଆସେମ୍ବଲି କେଉଁ ବର୍ଷକୁ ମହିଳା କୃଷକ ଆନ୍ତର୍ଜାତୀୟ ବର୍ଷ ଭାବରେ ଘୋଷଣା କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 2026। ପରବର୍ତ୍ତୀ ପ୍ରଶ୍ନ, ଦ ଆଇସିସି ଓମେନ୍ସ ଓଡିଆଇ ୱାର୍ଲଡ କପ୍ 2025 will be hosted by which two countries under the hybrid model? ହାଇବ୍ରିଡ୍ ମଡେଲ ଅନୁଯାୟୀ କେଉଁ ଦୁଇଟି ଦେଶ ଦ୍ୱାରା 2025 ମସିହାରେ ଆଇସିସି ମହିଳା ଓଡିଆଇ ବିଶ୍ୱକପ୍ ଆୟୋଜନ କରାଯିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଇଣ୍ଡିଆ ଆଣ୍ଡ ଶ୍ରୀଲଙ୍କା। ପରବର୍ତ୍ତୀ ପ୍ରଶ୍ନ, which operation has been launched by Iran against Israel? ଇସ୍ରାଏଲ ବିରୋଧରେ ଇରାନ ଦ୍ୱାରା କେଉଁ ଅପରେସନ ଆରମ୍ଭ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଅପରେସନ ଟ୍ରୁ ପ୍ରମିସ୍ 3। ପରବର୍ତ୍ତୀ ପ୍ରଶ୍ନ, ହ୍ୱାଟ ଇଜ ଦ ନ୍ୟୁଲି ଇଣ୍ଡକ୍ଟେଡ୍ ଆଇଏନଏସ୍ ଅର୍ନାଲ ଇନଟୁ ଦ ଇଣ୍ଡିଆନ୍ ନେଭି? ଭାରତୀୟ ନୌସେନାରେ ନୂତନ ଭାବରେ ସାମିଲ ହୋଇଥିବା ଆଇଏନଏସ୍ ଅର୍ନାଲ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଆନ୍ ଆଣ୍ଟି ସବମରିନ୍ ୱାରଫେୟାର ସାଲୋ ୱାଟର କ୍ରାଫ୍ଟ। ପରବର୍ତ୍ତୀ ପ୍ରଶ୍ନ, ହ୍ୱାଟ ଇଜ ଦ ରାଙ୍କ ଅଫ୍ ଇଣ୍ଡିଗୋ among the best low-cost airlines in the world at the Skytrax World Airline Award 2025? Skytrax World Airline ପୁରସ୍କାର 2025ରେ ବିଶ୍ୱର ସର୍ବୋତ୍ତମ କମ ମୂଲ୍ୟରେ ଏୟାରଲାଇନ୍ସ ମଧ୍ୟରେ ଇଣ୍ଡିଗୋର ସ୍ଥାନ କେତେ ରହିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଥାର୍ଡ। ପରବର୍ତ୍ତୀ ପ୍ରଶ୍ନ, India's first mobile-based e-voting system has been launched as a pilot project in which state? ଭାରତର ପ୍ରଥମ କେଉଁ ରାଜ୍ୟରେ ପାଇଲଟ ପ୍ରୋଜେକ୍ଟ ଭାବରେ ମୋବାଇଲ ଆଧାରିତ ଇ ଭୋଟିଂ ସିଷ୍ଟମ ଆରମ୍ଭ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ବିହାର। ପରବର୍ତ୍ତୀ ପ୍ରଶ୍ନ, how many million years old fossil leaves have been discovered in Assam's Makum coalfield? ଆସାମର ମାକୁମ କୋଇଲା କ୍ଷେତ୍ରରୁ କେତେ ନିୟୁତ ବର୍ଷ ପୁରୁଣା ଜୀବାଶ୍ମ ପତ୍ର ଆବିଷ୍କୃତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି 24 ମିଲିୟନ ଇୟର୍ସ। ପରବର୍ତ୍ତୀ ପ୍ରଶ୍ନ, which Indian player has reached the number 1 position in the ICC Women's ODI batting rankings released in June 2025? ଜୁନ 2025ରେ ପ୍ରକାଶିତ ଆଇସିସି ମହିଳା ଓଡିଆଇ ବ୍ୟାଟିଂ ରାଙ୍କିଙ୍ଗରେ କେଉଁ ଭାରତୀୟ ଖେଳାଳି ନମ୍ବର 1 ସ୍ଥାନରେ ପହଞ୍ଚିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ସ୍ମୃତି ମନ୍ଦାନା। ପରବର୍ତ୍ତୀ ପ୍ରଶ୍ନ, where has Maruti Suzuki opened India's largest in-plant railway siding? ମାରୁତି ସୁଜୁକି ଭାରତର ସର୍ବବୃହତ ଇନପ୍ଲାଣ୍ଟ ରେଲୱେ ସାଇଡିଂ କେଉଁଠାରେ ଖୋଲିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ମାନେଶ୍ୱର। ପରବର୍ତ୍ତୀ ପ୍ରଶ୍ନ, how many years of the crocodile conservation project have been completed on 17 June 2025? 17 ଜୁନ 2025ରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର କେତେ ବର୍ଷ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 50 ବର୍ଷ। ପରବର୍ତ୍ତୀ ପ୍ରଶ୍ନ, which operation was launched by India to evacuate Indians from Iran? ଇରାନରୁ ଭାରତୀୟମାନଙ୍କୁ ବାହାର କରିବା ପାଇଁ ଭାରତ କେଉଁ ଅପରେସନ ଆରମ୍ଭ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଅପରେସନ ସିନ୍ଧୁ। ପରବର୍ତ୍ତୀ ପ୍ରଶ୍ନ, who has been given the Hindu language ସାହିତ୍ୟ ଏକାଡେମୀ ୟୁଥ୍ ଆୱାର୍ଡ 2025? ହିନ୍ଦୀ ଭାଷା ସାହିତ୍ୟ 2025 ମସିହା ପାଇଁ
ଏକାଡେମୀ ଯୁବ ପୁରସ୍କାର କାହାକୁ ଦିଆଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ପାର୍ବତୀ ତିର୍କି। ପରବର୍ତ୍ତୀ ପ୍ରଶ୍ନ, which high court has ordered the resumption of MGNREGA in West Bengal from 1 August? କେଉଁ ଉଚ୍ଚସ୍ତରୀୟ ଅଦାଲତ 1 ଅଗଷ୍ଟରୁ ପଶ୍ଚିମବଙ୍ଗରେ MGNREGA ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି କଲକାତା ହାଇକୋର୍ଟ। ପରବର୍ତ୍ତୀ ପ୍ରଶ୍ନ, which state government has recently made Hindi normal in school as the third language? କେଉଁ ରାଜ୍ୟ ସରକାର ସମ୍ପ୍ରତି ସ୍କୁଲରେ ହିନ୍ଦୀକୁ ତୃତୀୟ ଭାଷା ଭାବରେ ସାଧାରଣ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, when was World Sickle Cell Day celebrated? ବିଶ୍ୱ ସିକଲ ସେଲ୍ ଦିବସ କେବେ ପାଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 19 ଜୁନ। ପରବର୍ତ୍ତୀ ପ୍ରଶ୍ନ, who has been made the brand ambassador for World Para Athletics Championship 2025? ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ 2025 ପାଇଁ କାହାକୁ ବ୍ରାଣ୍ଡ ଆମ୍ବାସାଡର କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ କଙ୍ଗନା ରନୱତ। ପରବର୍ତ୍ତୀ ପ୍ରଶ୍ନ, what is the rank of India in the Energy Transition Index? ଶକ୍ତି ପରିବର୍ତ୍ତନ ସୂଚକାଙ୍କରେ ଭାରତର ସ୍ଥାନ କେତେ ରହିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 71। ପରବର୍ତ୍ତୀ ପ୍ରଶ୍ନ, who has written the book Different Stocks 1998 and 2014? Different Strokes 1998-2014 ପୁସ୍ତକ କିଏ ଲେଖିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି A.K. ଭଟ୍ଟାଚାର୍ଯ୍ୟ। ପରବର୍ତ୍ତୀ ପ୍ରଶ୍ନ, who has become the first Indian origin provost of the Massachusetts Institute of Technology ବା MIT? ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି MIT ର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଭଟ କିଏ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଅନନ୍ଥା ଚନ୍ଦ୍ରକାସେନା। ପରବର୍ତ୍ତୀ ପ୍ରଶ୍ନ, ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦି has become the first prime minister of India to visit which country? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ଦେଶ ଗସ୍ତରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି କ୍ରୋଏସିଆ। ପରବର୍ତ୍ତୀ ପ୍ରଶ୍ନ, which country has joined the global allied group for rinderpest virus control? ରିଣ୍ଡରପେଷ୍ଟ ଭାଇରସ ନିୟନ୍ତ୍ରଣ ପାଇଁ କେଉଁ ଦେଶ ଗ୍ଲୋବାଲ ଏଲିଟ୍ ଗ୍ରୁପରେ ଯୋଗ ଦେଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ, which film has received the jury honor at the NSC International Animation Festival 2025? NSC International Animation Festival 2025 ରେ କେଉଁ ଫିଲ୍ମକୁ ଜୁରି ସମ୍ମାନ ମିଳିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଦେସିଓନ। ପରବର୍ତ୍ତୀ ପ୍ରଶ୍ନ, which minister has launched the MCA 21 portal for automating corporate legal process? କର୍ପୋରେଟ ଆଇନଗତ ପ୍ରକ୍ରିୟାଗୁଡ଼ିକୁ ସ୍ୱୟଂଚାଳିତ କରିବା ପାଇଁ କେଉଁ ମନ୍ତ୍ରାଳୟ MCA 21 ପୋର୍ଟାଲ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ମିନିଷ୍ଟ୍ରି ଅଫ୍ କର୍ପୋରେଟ ଆଫେୟର୍ସ। ପରବର୍ତ୍ତୀ ପ୍ରଶ୍ନ, ସାରାବତୀ ଲାୟନ ଟେଲ୍ଡ ମକ୍କା ୱାଇଲ୍ଡଲାଇଫ୍ ସେଞ୍ଚୁରୀ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ସାରାବତୀ ଲାୟନ ଟେଲ୍ଡ ମକ୍କା ବନ୍ୟପ୍ରାଣୀ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ କର୍ଣ୍ଣାଟକ। ପରବର୍ତ୍ତୀ ପ୍ରଶ୍ନ, which organization has released the World Investment Report 2025? କେଉଁ ସଂଗଠନ ବିଶ୍ୱ ନିବେଶ ରିପୋର୍ଟ 2025 ପ୍ରକାଶ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ୟୁନାଇଟେଡ୍ ନେସନ୍ସ କନଫରେନ୍ସ ଅନ୍ ଟ୍ରେଡ୍ ଆଣ୍ଡ ଡେଭଲପମେଣ୍ଟ। ପରବର୍ତ୍ତୀ ପ୍ରଶ୍ନ, Aqualaria malacensis is primarily found in which region of India? Aquilaria
ମାଲାକାନ୍ସିସ୍ ମୁଖ୍ୟତଃ ଭାରତର କେଉଁ ଅଞ୍ଚଳରେ ଦେଖାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ନର୍ଥ ଇଷ୍ଟର୍ନ। ପରବର୍ତ୍ତୀ ପ୍ରଶ୍ନ, which ministry launched the gender budgeting knowledge hub to support gender sensitive planning across India? ସାରା ଭାରତରେ ଲିଙ୍ଗ ସମ୍ବେଦନଶୀଳ ଯୋଜନାକୁ ସମର୍ଥନ କରିବା ପାଇଁ କେଉଁ ମନ୍ତ୍ରାଳୟ ଜେଣ୍ଡର ବଜେଟିଂ ନଲେଜ ହବ୍ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ମିନିଷ୍ଟ୍ରି ଅଫ୍ ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ରିସେଣ୍ଟଲି ଲଞ୍ଚ ଦ ପ୍ରତିଭା ସେତୁ ପୋର୍ଟାଲ? ସମ୍ପ୍ରତି କିଏ ପ୍ରତିଭା ସେତୁ ପୋର୍ଟାଲ ଲଞ୍ଚ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ୟୁପିଏସସି। ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡିଆ ଆଣ୍ଡ ହ୍ୱିଚ୍ କଣ୍ଟ୍ରି ହାଭ୍ ଏଗ୍ରି ଟୁ reinstate ହାଇ କମିଶନର ଇନ୍ ଇଚ୍ ଅଦର୍ସ କ୍ୟାପିଟାଲ? ଭାରତ ଏବଂ କେଉଁ ଦେଶ ପରସ୍ପରର ରାଜଧାନୀରେ ହାଇ କମିଶନରଙ୍କୁ ପୁନଃସ୍ଥାପିତ କରିବାକୁ ରାଜି ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି କାନାଡା। ପରବର୍ତ୍ତୀ ପ୍ରଶ୍ନ, where will Google's first Asia Pacific hub be set up? କେଉଁଠାରେ ଗୁଗଲର ପ୍ରଥମ ଏସିଆ ପାସିଫିକ ହବ୍ ପ୍ରତିଷ୍ଠା ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ହାଇଦ୍ରାବାଦ। ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡିଆ will host the playoffs of which tennis tournament for the first time? ଭାରତ ପ୍ରଥମ ଥର ପାଇଁ କେଉଁ ଟେନିସ୍ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫ୍ ଆୟୋଜନ କରିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ବିଲିଜିଂ କିଙ୍ଗ କପ୍। ପରବର୍ତ୍ତୀ ପ୍ରଶ୍ନ, when is international yoga day celebrated? ଆନ୍ତର୍ଜାତୀୟ ଯୋଗ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 21 ଜୁନ। ପରବର୍ତ୍ତୀ ପ୍ରଶ୍ନ, who successfully tested the reusable rocket? ପୁନଃ ବ୍ୟବହାର ଯୋଗ୍ୟ ରକେଟ ସଫଳ ପରୀକ୍ଷଣ କିଏ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଜାପାନ। ପରବର୍ତ୍ତୀ ପ୍ରଶ୍ନ, when was world rainforest day celebrated? ବିଶ୍ୱ ବର୍ଷା ଜଙ୍ଗଲ ଦିବସ କେବେ ପାଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 22 ଜୁନ। ପରବର୍ତ୍ତୀ ପ୍ରଶ୍ନ, what position has India got in the United Nations UN Women in Executive Leadership report? ଜାତିସଂଘର କାର୍ଯ୍ୟନିର୍ବାହୀ ନେତୃତ୍ୱ ରିପୋର୍ଟରେ ଭାରତ କେଉଁ ସ୍ଥାନ ପାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 174। ପରବର୍ତ୍ତୀ ପ୍ରଶ୍ନ, where was the International Religious Freedom Summit 2025 held? 2025 ମସିହାର ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି କେନିଆ। ପରବର୍ତ୍ତୀ ପ୍ରଶ୍ନ, who has started ଜୟ ହିନ୍ଦ ଯୋଜନା? ଜୟ ହିନ୍ଦ ଯୋଜନା କିଏ ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଦିଲ୍ଲୀ ୟୁନିଭର୍ସିଟି। ପରବର୍ତ୍ତୀ ପ୍ରଶ୍ନ, which is the best performing state performance grade index 2.0 report? 2023-24 performance grade index 2.0 ରିପୋର୍ଟରେ କେଉଁ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସର୍ବୋତ୍ତମ ପ୍ରଦର୍ଶନ କରୁଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଚଣ୍ଡିଗଡ଼। ପରବର୍ତ୍ତୀ ପ୍ରଶ୍ନ, where will Reliance Infra and Dassault Aviation manufacture Falcon 2000 jets in India? ରିଲାଏନ୍ସ ଇନଫ୍ରା ଏବଂ ଡାସଲ୍ଟ ଆଭିଆସନ୍ ଭାରତର ଫାଲକାନ 2000 ଜେଟ୍ କେଉଁଠାରେ ନିର୍ମାଣ କରିବେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, which state high court has ordered a ban on plastic in the state from October 2? କେଉଁ ରାଜ୍ୟରେ ହାଇକୋର୍ଟ ଅକ୍ଟୋବର 2 ତାରିଖରୁ ରାଜ୍ୟର ପ୍ଲାଷ୍ଟିକ ଉପରେ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ କେରଳ। ପରବର୍ତ୍ତୀ ପ୍ରଶ୍ନ, the central government will issue fast tag based annual pass of how many rupees under the new scheme of FASTag? ଫାସ୍ଟ୍ୟାଗରେ ନୂତନ ଯୋଜନା ଅଧୀନରେ କେତେ ଟଙ୍କାର ଫାସ୍ଟ୍ୟାଗ ଆଧାରିତ ବାର୍ଷିକ ପାସ୍ ପ୍ରଦାନ କରିବେ କେନ୍ଦ୍ର ସରକାର?
ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି 3000। ପରବର୍ତ୍ତୀ ପ୍ରଶ୍ନ, which medal has ନୀରଜ ଚୋପ୍ରା won the Paris Diamond League 2025? ପ୍ୟାରିସ୍ ଡାଇମଣ୍ଡ ଲିଗ୍ 2025ରେ ନୀରଜ ଚୋପ୍ରା କେଉଁ ପଦକ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଗୋଲ୍ଡ ମେଡାଲ। ପରବର୍ତ୍ତୀ ପ୍ରଶ୍ନ, what is the name of the mascot launched for the World Para Athletics Championship 2025? ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ 2025 ପାଇଁ ଲଞ୍ଚ ହୋଇଥିବା ମାସ୍କଟର ନାମ କଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ବିରାଜ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ଅନ୍ ଦ ଡିଜିଟାଲ ପେମେଣ୍ଟ ଆୱାର୍ଡ 2024 and 2025? କିଏ ଡିଜିଟାଲ ପେମେଣ୍ଟସ୍ ପୁରସ୍କାର 2024 ଏବଂ 25 ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ। ପରବର୍ତ୍ତୀ ପ୍ରଶ୍ନ, ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁ ହାଜ୍ ଇନୋଗ୍ରେଟେଡ୍ ରାଷ୍ଟ୍ରପତି ତପୋବନ ଏଣ୍ଡ ରାଷ୍ଟ୍ରପତି ନିକେତନ ଇନ୍ ହ୍ୱିଚ୍ ଷ୍ଟେଟ୍? ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେଉଁ ରାଜ୍ୟରେ ରାଷ୍ଟ୍ରପତି ତପୋବନ ଏବଂ ରାଷ୍ଟ୍ରପତି ନିକେତନକୁ ଉଦ୍ଘାଟନ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଉତ୍ତରାଖଣ୍ଡ। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଉତ୍ତରାଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ୟୁନିୟନ ଏନଭାୟରମେଣ୍ଟ ମିନିଷ୍ଟର ଭୂପେନ୍ଦ୍ର ଯାଦବ has launched a crocodile conservation program in which wildlife sanctuary? କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କେଉଁ ବନ୍ୟପ୍ରାଣୀ ଅଭୟାରଣ୍ୟରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି କଟର୍ନିଘାଟ ୱାଇଲ୍ଡଲାଇଫ ସେଞ୍ଚୁରୀ। ପରବର୍ତ୍ତୀ ପ୍ରଶ୍ନ, ପ୍ରାଇମ ମିନିଷ୍ଟର ମୋଦି has launched development project on 59,000 crore in which state? ପ୍ରଧାନମନ୍ତ୍ରୀ ମୋଦି କେଉଁ ରାଜ୍ୟରେ 59,000 କୋଟି ଟଙ୍କାର ବିକାଶ ପ୍ରକଳ୍ପ ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ବିହାର। ପରବର୍ତ୍ତୀ ପ୍ରଶ୍ନ, which media organization has won the campaign of digital media award South Asia 2025? କେଉଁ ଗଣମାଧ୍ୟମ ସଂଗଠନ ଦି ଚାମ୍ପିୟନ ଅଫ୍ ଡିଜିଟାଲ ମିଡିଆ ଆୱାର୍ଡ ସାଉଥ ଏସିଆ 2025 ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଦ ହିନ୍ଦୁ। ପରବର୍ତ୍ତୀ ପ୍ରଶ୍ନ, which state has announced the country's first yoga policy? କେଉଁ ରାଜ୍ୟ ଦେଶର ପ୍ରଥମ ଯୋଗ ନୀତି ଘୋଷଣା କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଉତ୍ତରାଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, BSNL has soft launched its indigenous and seamless quantum 5G FWA service in which city? BSNL କେଉଁ ସହରରେ ଏହାର ସ୍ୱଦେଶୀ ଏବଂ ସିମ୍ ବିହୀନ କ୍ୱାଣ୍ଟମ୍ 5G FWA ସେବା ସଫ୍ଟ ଲଞ୍ଚ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ହାଇଦ୍ରାବାଦ। ପରବର୍ତ୍ତୀ ପ୍ରଶ୍ନ, which company has recently got approved to provide satellite internet service in India? ଭାରତରେ ସ୍ୟାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇବା ପାଇଁ କେଉଁ କମ୍ପାନୀକୁ ସମ୍ପ୍ରତି ଅନୁମୋଦନ ମିଳିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଷ୍ଟାରଲିଙ୍କ। ପରବର୍ତ୍ତୀ ପ୍ରଶ୍ନ, which country launched ଅପରେସନ ମିଡନାଇଟ୍ ହାମର against ଇରାନ? କେଉଁ ଦେଶ ଇରାନ ବିରୋଧରେ ଅପରେସନ ମିଡନାଇଟ୍ ହାମର ଆରମ୍ଭ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଆମେରିକା। ପରବର୍ତ୍ତୀ ପ୍ରଶ୍ନ, which state has become the third fully literate state of India? କେଉଁ ରାଜ୍ୟ ଭାରତର ତୃତୀୟ ପୂର୍ଣ୍ଣ ସାକ୍ଷର ରାଜ୍ୟ ପାଲଟିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ତ୍ରିପୁରା। ପରବର୍ତ୍ତୀ ପ୍ରଶ୍ନ, which country parliament has approved the closure of the Strait of Hormuz? କେଉଁ ଦେଶର ସଂସଦ ହରମୁଜ ପ୍ରଣାଳୀ ବନ୍ଦ କରିବାକୁ ମଞ୍ଜୁରୀ ଦେଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଇରାନ। ପରବର୍ତ୍ତୀ ପ୍ରଶ୍ନ, when is international olympic day 2025 celebrated? 2025 ମସିହାରେ ଆନ୍ତର୍ଜାତୀୟ ଅଲିମ୍ପିକ୍ସ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 23 ଜୁନ। ପରବର୍ତ୍ତୀ ପ୍ରଶ୍ନ, who has released the book wings to our hopes volume 2 based on president murmu's speeches? ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣ ଉପରେ ଆଧାରିତ ପୁସ୍ତକ ୱିଙ୍ଗସ୍ ଟୁ ଆୱାର ହପ୍ସ V2 କିଏ ପ୍ରକାଶ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ରାଜନାଥ ସିଂ। ପରବର୍ତ୍ତୀ ପ୍ରଶ୍ନ,
ସେନା ଦେଶଗୁଡ଼ିକରେ 150 ଟେଷ୍ଟ ୱିକେଟ୍ ନେଇଥିବା ପ୍ରଥମ ଏସିଆ ବୋଲର କିଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଜସପ୍ରୀତ ବୁମରା। ପରବର୍ତ୍ତୀ ପ୍ରଶ୍ନ, ବୌଦ୍ଧ district is in which state which has been connected to the railway network for the first time? ବୌଦ୍ଧ ଜିଲ୍ଲା କେଉଁ ରାଜ୍ୟରେ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଓଡ଼ିଶା। ପରବର୍ତ୍ତୀ ପ୍ରଶ୍ନ, ବିହାର ଚିଫ ମିନିଷ୍ଟର ନୀତିଶ କୁମାର has increased social security pension by how many times? ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାମାଜିକ ସୁରକ୍ଷା ପେନସନ କେତେ ଗୁଣ ବୃଦ୍ଧି କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି 3 times। ପରବର୍ତ୍ତୀ ପ୍ରଶ୍ନ, where has ୟୁନିୟନ ହୋମ ମିନିଷ୍ଟର ଅମିତ ଶାହା laid the foundation stone of the national forensic science university? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେଉଁଠାରେ ଜାତୀୟ ଫରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ନଭା ରାୟପୁର। ପରବର୍ତ୍ତୀ ପ୍ରଶ୍ନ, where has ଉତ୍ତର ପ୍ରଦେଶ ସିଏମ योगी ଆଦିତ୍ୟନାଥ inaugurated the ଗୋରଖପୁର ଲିଙ୍କ ଏକ୍ସପ୍ରେସୱେ? ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଲିଙ୍କ ଏକ୍ସପ୍ରେସୱେ କେଉଁଠାରେ ଉଦ୍ଘାଟନ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଆଜମଗଡ଼। ପରବର୍ତ୍ତୀ ପ୍ରଶ୍ନ, who has become the chairperson of pension fund regulatory and development authority? ପେନସନ ଫଣ୍ଡଟି ନିୟାମକ ଏବଂ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ କିଏ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଶିବା ସୁବ୍ରମଣ୍ୟମ ରମନ। ପରବର୍ତ୍ତୀ ପ୍ରଶ୍ନ, where is the national conference of estimates committee 2025 held? କେଉଁଠାରେ ଜାତୀୟ ଆକଳନ ସମ୍ମିଳନୀ 2025 କମିଟି ଅନୁଷ୍ଠିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ମୁମ୍ବାଇ। ପରବର୍ତ୍ତୀ ପ୍ରଶ୍ନ, ଜେଏସବି ଆୱାର୍ଡ was discontinued in which field was it given? ଜେଏସବି ପୁରସ୍କାର ବନ୍ଦ ହେଇଗଲା କେଉଁ କ୍ଷେତ୍ରରେ ଏହା ଦିଆଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଲିଟରେଚର। ପରବର୍ତ୍ତୀ ପ୍ରଶ୍ନ, ଲଳିତ ଉପାଧ୍ୟାୟ retired from international sports, he is related to which sports? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ହକି। ପରବର୍ତ୍ତୀ ପ୍ରଶ୍ନ, what is India's rank in the release Global Peace Index 2025? ପ୍ରକାଶିତ ଗ୍ଲୋବାଲ ପିସ୍ ଇଣ୍ଡେକ୍ସ 2025ରେ ଭାରତର ସ୍ଥାନ କେତେ ରହିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 112।